ଘରୁ ଏହି 5ଟି ଜିନିଷ ଆଣୁଥିବା ସ୍ତ୍ରୀଙ୍କ ସ୍ୱାମୀ ହୋଇଯାନ୍ତି ବରବାଦ। ତେଣୁକରି ଆପଣମାନେ ବିବାହିତ ସ୍ତ୍ରୀ ଲୋକମାନେ ବାପ ଘରୁ କେବେ ହେଲେ ଆଣନ୍ତୁ ନାହିଁ ଏହି 5ଟି ଜିନିଷ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। କ'ଣ ଆପଣମାନଙ୍କର ବାହାଘର ହୋଇସାରିଛି? ଆଉ ଆପଣ ଜଣେ ବିବାହିତ ସ୍ତ୍ରୀ ଲୋକ ଅଟନ୍ତି? କ'ଣ ଆପଣଙ୍କ ସ୍ୱାମୀ ସବୁବେଳେ ଋଣରେ ବୁଡ଼ି ରହୁଛନ୍ତି? ଗରିବ ଅବସ୍ଥା ଆପଣଙ୍କର ପିଛା ଛାଡ଼ୁନାହିଁ? ଏହାର କାରଣ ଆପଣ ନିଜେ ହୋଇପାରନ୍ତି। କାରଣ ସ୍ତ୍ରୀ ଲୋକମାନେ ଯଦି ନିଜ ବାପ ଘରୁ ଏମିତି କିଛି ଜିନିଷ ନିଜ ଶାଶୁ ଘରକୁ ଆଣୁଥିବେ ଯାହା ତାକୁ ଆଣିବା କଥା ନୁହେଁ, ତ ସେ ଜିନିଷର ପ୍ରଭାବ ତାଙ୍କ ପରିବାର ଓ ସ୍ୱାମୀଙ୍କ ଉପରେ ପଡ଼େ। ସେମିତି ସ୍ତ୍ରୀ ଲୋକଙ୍କ ସ୍ୱାମୀ କେବଳ ଗରିବ ରୁହନ୍ତି ତାହା ନୁହେଁ, ତାଙ୍କ ଚାଲୁଥିବା ବେପାର ମଧ୍ୟ ବନ୍ଦ ହୋଇଯାଏ, ଆଉ ଭୋକରେ ମରିବା ଭଳି ଦିନ ତାଙ୍କୁ ଦେଖିବାକୁ ପଡ଼େ। ତ ଟିକେ ଭାବିକି ଦେଖନ୍ତୁ ଯେ ଶେଷ ଥର ଆପଣଙ୍କ ବାପ ଘରକୁ ଆପଣ କେବେ ଯାଇଥିଲେ, ଆଉ ନିଜ ବାପ ଘରୁ କ'ଣ ସବୁ ଏମିତି ଜିନିଷ କିଛି ଆଣିଛନ୍ତି କି ଯାହା ପରେ ଆପଣଙ୍କ ଘରେ ଅଭାବ ଅନାଟନ ଦେଖାଦେଉଛି। ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିହାତି ଲେଖିଦିଅନ୍ତୁ। ବନ୍ଧୁଗଣ, ଆପଣ ଜାଣିଥିବେ ଯେ ଯେବେ ବି କେହି ଝିଅର ବାହାଘର ହୁଏ ତା ବାପା ମା ଭାବନ୍ତି କି ସେମାନେ ତାଙ୍କ ଝିଅକୁ ଘରକରଣାର ସବୁ ଜିନିଷ ଦେବେ ଯାହା ତାକୁ ତା ଶାଶୁ ଘରେ ବ୍ୟବହାର ପାଇଁ ଦରକାର ହେବ। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା ଆଣିବା ସମ୍ପୂର୍ଣ୍ଣ ଭୁଲ। ତ ଆସନ୍ତୁ ଜାଣିବା କେଉଁ ଜିନିଷ ବାପଘରୁ ଆଣିବେ ନାହିଁ। ନମ୍ବର 1, ଆଚାର। ଆପଣ କେବେ ହେଲେ ଆପଣଙ୍କ ବାପ ଘରୁ ଆଚାର ଆଣନ୍ତୁ ନାହିଁ, କାରଣ ଆଚାର ଆଣିବା ଦ୍ୱାରା ଆପଣଙ୍କ ଘର କଳି ଝଗଡ଼ା ବା ବାଦ ବିବାଦ ହେଉଛି। ତ ଅଶାନ୍ତି ହେବାର ମୂଳ କାରଣ ଆଚାର ଅଟେ, କାରଣ ଆଚାର ହେଉଛି ଖଟା ଏବଂ ରାଗ ସ୍ୱଭାବର। ଆଉ ଯଦି ଝିଅମାନେ ଖଟା ରାଗ ଜିନିଷ ନିଜ ବାପ ଘରୁ ଶାଶୁ ଘରକୁ ଆଣନ୍ତି ତାହାର ପ୍ରଭାବ ତାଙ୍କ ସ୍ୱାମୀ ଉପରେ ପଡ଼େ ଓ ଆର୍ଥିକ ସ୍ଥିତି ବିଗିଡ଼ିଯାଏ। ତେଣୁ ଭୁଲରେ ବି ଆଚାର ଭଳି ଅନ୍ୟ କିଛି ଖଟା ଜିନିଷ ନିଜ ବାପ ଘରୁ ଶାଶୁ ଘରକୁ ଆଣନ୍ତୁ ନାହିଁ। ତ ଯେଉଁ ଝିଅମାନେ ବିବାହ କରି ଶାଶୁ ଘରକୁ ଯାଇଛନ୍ତି ତ ଦୟାକରି ସେମାନେ ନିଜ ଶାଶୁ ଘରକୁ ଆଚାର ନିଅନ୍ତୁ ନାହିଁ। ଆଚାର ନେବା ଦ୍ୱାରା ଘରର କଳହ ଓ ସୁଖ ଶାନ୍ତି ନଷ୍ଟ ହୋଇଥାଏ। ସେଥିପାଇଁ ଆପଣ କେବେ ହେଲେ ନିଜ ଶାଶୁ ଘରକୁ ଆଚାର ନେଇ ଯାଆନ୍ତୁ ନାହିଁ। ତାପରେ ଜାଣିବା ନମ୍ବର 2, ଛୁଞ୍ଚି ଓ ସୂତା। ସାଙ୍ଗମାନେ, ଆପଣ ନିଜ ବାପ ଘରୁ ଛୁଞ୍ଚି ସୂତା କଦାପି ଆଣନ୍ତୁ ନାହିଁ, କାରଣ ଛୁଞ୍ଚି ସୂତା ଆପଣଙ୍କ ଜୀବନରେ ବହୁତ ସାରା ଅଶାନ୍ତି କଳହକୁ ଜନ୍ମ ଦେଇଥାଏ। ଆଉ ଯଦି ଆପଣଙ୍କ ନିଜ ବାପ ଘରୁ ଏହିସବୁ ଜିନିଷ ଆଣନ୍ତି ତ ଆପଣଙ୍କ କୁଣ୍ଡଳୀରେ ଶୁଭ ଗ୍ରହ ଅଶୁଭ ହୋଇଯାଏ, ଆଉ ଶୁଭ ଫଳ ଦେବା ପରିବର୍ତ୍ତେ ଅଶୁଭ ଫଳ ହିଁ ଦେଇଥାଏ। ଆଉ ଆପଣମାନଙ୍କର ସ୍ୱାମୀ ଯେତେ ବି ରୋଜଗାର କଲେ ମଧ୍ୟ ଟଙ୍କା ସଞ୍ଚୟ ହେବ ନାହିଁ। ତେଣୁକରି ଆପଣ ନିଜ ବାପ ଘରୁ ଛୁଞ୍ଚି ସୂତା କେବେ ହେଲେ ଆଣନ୍ତୁ ନାହିଁ। ଏହା ଆଣିବା ଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ସଦୃଢ଼ ହେବା ବଦଳରେ ସ୍ଥିତି କମ୍ ହୋଇଯାଏ ଓ ଆପଣଙ୍କ ସ୍ୱାମୀର ଯେତେ ବି ରୋଜଗାର ହେଲେ ଟଙ୍କା ସଞ୍ଚୟ ହୋଇପାରେ ନାହିଁ। ସେଥିପାଇଁ ଆପଣ କେବେ ହେଲେ ଛୁଞ୍ଚି ସୂତା ବାପ ଘରୁ ଆଣନ୍ତୁ ନାହିଁ। ନମ୍ବର 3 ହେଲା ଲଙ୍କାଗୁଣ୍ଡ। ରାଗ ଭଳି ଲଙ୍କାଗୁଣ୍ଡ କିମ୍ବା ମସଲା ଗୁଣ୍ଡ କେବେ ହେଲେ ଆପଣଙ୍କ ବାପ ଘରୁ ଶାଶୁ ଘରକୁ ଆଣନ୍ତୁ ନାହିଁ। ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ ଓ ଲୁଣ, ଏହା ଛଡ଼ା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀ ଲୋକମାନେ କେବେ ବି ନିଜ ବାପ ଘରୁ ଲଙ୍କା, ମରିଚ, ଲୁଣ କି ମସଲା ଭଳି ରାଗ ଜିନିଷ ଆଣିବା ଉଚିତ ନୁହେଁ। କାରଣ ଯଦି ସ୍ତ୍ରୀ ଲୋକମାନେ ଏହିସବୁ ଜିନିଷ ନେଇ ନିଜ ଶାଶୁ ଘରକୁ ଆସନ୍ତି ତେବେ ତାଙ୍କ ଘର ପାରିବାରିକ ସମ୍ପର୍କରେ ବି ଫାଟ ସୃଷ୍ଟି ହୋଇଥାଏ। ତ ସ୍ୱାମୀ ସ୍ତ୍ରୀ ଭିତରେ ସବୁବେଳେ ମନ ମତାନ୍ତର ଓ ଅଶାନ୍ତି ଲାଗି ରହିଥାଏ। ତ ସେଥିପାଇଁ ଆପଣ କେବେ ହେଲେ ନିଜ ବାପ ଘରୁ ଲଙ୍କାଗୁଣ୍ଡ ଓ ମସଲା ଆଦି ଜିନିଷ ଭୁଲରେ ବି ମଧ୍ୟ ଆଣନ୍ତୁ ନାହିଁ। ଏହା ଆଣିବା ଦ୍ୱାରା ଆପଣଙ୍କ ଦାମ୍ପତ୍ୟ ଜୀବନର କଳହପୂର୍ଣ୍ଣ ହୋଇଥାଏ ଓ ସୁଖ ଶାନ୍ତି ସବୁ ନଷ୍ଟ ହୋଇଯାଇଥାଏ। ତ ଆସନ୍ତୁ ଜାଣିବା ନମ୍ବର 4ରେ କ'ଣ ଆଣିବେ ନାହିଁ। ନମ୍ବର 4 ହେଉଛି ଚକଟା ଅଟା। ସ୍ତ୍ରୀ ଲୋକମାନେ କେବେ ବି ବାପ ଘରୁ ଚକଟା ହୋଇଥିବା ଅଟା ଆଣନ୍ତୁ ନାହିଁ, କାରଣ କେତେକ ଜାଗାରେ ଚକଟା ଅଟାରେ ପିଣ୍ଡ ବଢ଼ାଯାଏ, ପିତୃପୁରୁଷମାନଙ୍କୁ ଅର୍ପଣ କରାଯାଏ। ଚକଟା ଅଟା ପିଣ୍ଡ ବୋଲି ମନାଯାଏ ଓ ଚକଟା ଅଟା ନକାରାତ୍ମକ ଶକ୍ତିର ଆଧାର ବୋଲି ମନାଯାଏ। ଆପଣ ଭୁଲରେ ମଧ୍ୟ ଚକଟା ହୋଇଥିବା ଅଟା ନିଜ ବାପ ଘରୁ ଶାଶୁ ଘରକୁ ଆଣନ୍ତୁ ନାହିଁ। ତ ଆପଣମାନେ ଜାଣିଥିବେ ଚକଟା ହୋଇଥିବା ଅଟା
बेसी समय धरी रखा जाए नहीं और से आंगुठी चिन्ह मारिकी रखा जाए कारण चकटा अटार ही नकारात्मक शक्तिर प्रभाव ऊर्जा होता है। से चकटा होता अटा को बहुत समय धरी रखंतु नहीं कि चकटा अटा रखा समय से आंगुली टीप लगे रखंतु एमती प्लेन करी रखंतु नहीं जहाद्वारा आपण घर को नकारात्मक शक्ति ऊर्जार छाया पड़ी थाए। से आपण मैंने भूल रे मध्य बाप घर निज शाशु घर को आसला बेले चकटा अटा नहीं आसंतु नहीं याद्वारा घर अमंगल होगा सहित पारिवारिक सुख समृद्धि नष्ट हो जाए थाए। नंबर 5 रे आसंतु जानिबा कौन आपण बाप घर आणबे नहीं चुली किंबा सिलिंडर गैस चूल्हा यही सब जिनिस आपण माने आणंतु नहीं। बंधुगण आपण निज झील को यौतुक सबु जिनिस दियंतु किंतु केबे हेले चुली सिलिंडर गैस आदि जिनिस दियंतु नहीं कारण आपण देइथिबा चूल्हा आ सिलिंडर आपण झीर घर उजाड़िबार कारण हेबो। मान्यता अच्छे जे गैस सिलिंडर यौतुक दियंती से माने केबे भी शाशु घरे खुशी रे संसार करि पारंती नाही निज परिवार ठारू सब बेले दूरेई की रुहंती। तो सेथि पई आपण माने केबे हेले निज झियो को शाशु घर को चुली सिलिंडर गैस आदि जलनशाली जिनिस दियंतु नाही एहा द्वारा अमंगल होई थाए। नंबर 6 चाकू छुरी और पनिकी भली धारुआ जिनिस आज्ञा हाँ स्त्री लोक माने केबे भी निज बाप घर धारुआ अस्त्रशस्त्र शाशु घर को आणंतु नाही कि लाइटर माचिस भली जलनशील वस्तु आणंतु नहीं कारण एसबु जिनिस एक तो लुहारे तैयारी होइथाए जहाँकि दरिद्रता और शनिदेवंकर कूप होइथाए। एहा छड़ा जलनशील जिनिस आपणक घर गृहस्थी को निया लगाइबार काम करे आ ए गुड़ाक नकारात्मक ऊर्जार भंडार मध्य होइथाए। मान्यता अछि कि जदि आपण बाप घर धारुआ जिनिस आणती तो रास्तार नकारात्मक शक्ति को रास्तार घर को आनी थांती। यही सब जिनिस केबे हेले बाप घर शाशु घर को आणंतु नाही। किछि स्त्री लोक अगाधुआ रोषेई करती आउ जेउ स्त्री संध्या बेले झाड़ू लगाती बिछना उपरे बसी खाती एवं खाइबा थाली रे हाथ धुअती किबा राति रे बासन सिंक रे पकाई शुअती सेही भलिया स्त्री लोकंकु माँ लक्ष्मी सब बेले रुष्ट हुअंती और सेमानक घरु माँ लक्ष्मी बास करती नहीं सेथिपाई से घरर दारिद्रता आसी थाए। तो सांग माने आपण दया करी ए सब कथारे पालन करंतु निज बाप घरु एही किछि जिनिस आणंतु नहीं देखिबे आपणक गृहस्थ जीवन केते सुखमय हेबो और केते माने संसार करिवे। तो सेथिपाई मो भिडियोटी केमिति लागिला कमेंट रे निहाती जणैबे। आशा करूची भिडियोटी भल लागिथिबो और आपण माने भी जानि पारिथिबे जे बाप घरु केउ 5टी जिनिस आमे आनिबा नाही। तो भिडियोटी भल लागिथिले गोटे लाइक करबा सहित चैनल को गोटे सब्सक्राइब निहाती करंतु। कमेंट बॉक्स रे जय मां लक्ष्मी निहाती लेखंतु। आउ केमिति लागला भिडियोटी निहाती कमेंट रे जणैबे। रहुची नमस्कार जय जगन्नाथ। आ गोटे नुआ भिडियो रे देखा हबो सेते पर्यंत रहुची नमस्कार जय जगन्नाथ जय मां लक्ष्मी।